ମାଛ ଧରିବା ବେଳେ ଜାଲରେ ପଡ଼ିଲା 30 କିଲୋଗ୍ରାମ ଉର୍ଦ୍ଧ୍ୱ ଓଜନ 2 ଫୁଟ ଅଷ୍ଟଧାତୁରେ ନିର୍ମିତ ଆସ୍ଥାନ ଉପରେ 2 ମୂର୍ତ୍ତି। ଶିବ ପାର୍ବତୀ ଜାଲ ଓଜନ ହେବାରୁ ମାଛ ଧରାଳି ଜାଲରେ ବଡ଼ ମାଛ ପଡ଼ିଛି ଭାବି ଉପରକୁ ଆଣି ଦେଖିବା ପରେ ଜାଣିଥିଲେ ଆସ୍ଥାନରେ ବାବା ବାନାମ୍ବରେଶ୍ୱର ଲେଖା ରହିଛି। କିଏ କେଉଁଠୁ ଆଣି ଚୋରି କରି ଫିଙ୍ଗିଥିବା ଭାବି ପୁଲିସକୁ ଖବର ଦେଇଛନ୍ତି ମାଛ ଧରାଳି। କିଏ କେଉଁଠୁ ଆଣି ଚୋରି କରି ଫିଙ୍ଗିଥିବା ଭାବି ପୁଲିସକୁ ଖବର ଦେଇଛନ୍ତି ମାଛ ଧରାଳି। ଘଟଣା ଘଟିଛି ପୁରୀ କୋଣାର୍କ ମୁଖ୍ୟ ରାସ୍ତା ପୁରୀ ସଦର ଥାନା ଅଧୀନ ବେଲଦଳ ଗ୍ରାମର ଚନ୍ଦ୍ରମଣି ସ୍ୱାଇଁଙ୍କ ପୁତ୍ର ପ୍ରକାଶ ଚନ୍ଦ୍ର ସ୍ୱାଇଁ ଜାଲ ନେଇ ଗତକାଲି ଭୋରୁ ନୂଆ ନଈ ବ୍ରିଜ ତଳେ ମାଛ ଧରୁଥିବା ବେଳେ ମାଛ ସହ 31 କିଲୋଗ୍ରାମ ଉର୍ଦ୍ଧ୍ୱ ଓଜନ 2 ଫୁଟ ଉଚ୍ଚତା ବିଶିଷ୍ଟର ଏକ ଅଷ୍ଟଧାତୁରେ ନିର୍ମିତ ଶିବ ପାର୍ବତୀ ଆସ୍ଥାନରେ ଲେଖାଯାଇଛି ବାବା ବାନାମ୍ବରେଶ୍ୱର। ଏନେଇ ପ୍ରକାଶ ଚନ୍ଦ୍ର ସ୍ୱାଇଁ ପୁରୀ ସଦର ଥାନାରେ ଜଣାଇଥିବା ସୂଚନା ଦେଇଛନ୍ତି ସଦର ପୁଲିସ। ଆସି ମୂର୍ତ୍ତିକୁ ଜବତ କଲା ପରେ କେଉଁଠୁ ଆସିଛି ମୂର୍ତ୍ତି କିପରି ପଡ଼ିଲା ନଦୀରେ ତାହା ଜଣାପଡ଼ିବ। ପୁରୀ ସଦର कौन कहे मूर्ति आप केमी पड़ा मूर्ति तो 4-5 दिन तले से आम सांगर भाई प्रकाश साई बेलेश्वर पाटना खेपा जाल माछ धरला जाल पड़ा मूर्तिटा कौटी आम जो नई भितर। प्रकाश रिपोर्ट एचआर टीवी।